ସେମାନଙ୍କୁ କହିଲେ, ତୁମ୍ଭେମାନେ ଅନ୍ତର ହୋଇ ଗୋଟିଏ ନିର୍ଜନ ସ୍ଥାନକୁ ଯାଏ କିଛି ସମୟ ବିଶ୍ରାମ କର। କାରଣ ଅନେକ ଲୋକ ଯିବା ଆସିବା କରୁଥିବାରୁ ସେମାନଙ୍କର ଭୋଜନ କରିବାକୁ ସୁଦ୍ଧା ସୁଯୋଗ ନଥିଲା। এই ଜାଗାରେ ଆମେ ଦେଖୁଛୁ ଯୀଶୁ ନିଜେ ତାଙ୍କ ଶିଷ୍ୟମାନଙ୍କୁ ବିଶ୍ରାମ ନେବା ପାଇଁ କିମ୍ବା ଏକ ନିର୍ଜନ ସ୍ଥାନକୁ ଯିବା ପାଇଁ ଲୋକ ସମୂହର ବହୁ ଦୂରରେ ସମୟ କାଟିବାକୁ ସେ ଆଜ୍ଞା ଦଉଛନ୍ତି। ଆଉ ଲେଖାଯାଏ, ତହିଁରେ ସେମାନେ ଅନ୍ତର ହୋଇ ନୌକାରେ ଗୋଟିଏ ନିର୍ଜନ ସ୍ଥାନକୁ ବାହାରି ଗଲେ। 12 ଜଣ ଶିଷ୍ୟମାନଙ୍କୁ ଆହ୍ୱାନ କଲା ପରେ ସେମାନେ ପ୍ରଭୁ ଯୀଶୁଙ୍କର ଅନୁଗମନ କଲେ। ସେମାନେ ଆପଣାର ପରିବାର, ନିଜର ପେଶା ସମସ୍ତ କିଛି ପରିତ୍ୟାଗ କରି ପ୍ରତ୍ୟେକ ଦିନ ଯୀଶୁଙ୍କ ସହିତ ଗମନାଗମନ କରୁଥିଲେ। କେଉଁ ଗୋଟିଏ ଦିନ ମଧ୍ୟ ବିଶ୍ରାମ ନଥିଲା। ଶିଷ୍ୟମାନେ ପ୍ରତ୍ୟେକ କାର୍ଯ୍ୟ କରିବାକୁ ଚାଲି ଚାଲି ଯାଉଥିଲେ। ବେଥସାଇଦା ହେଉ ବା ବେଥନିଆ ହେଉ କିମ୍ବା କାନା ହେଉ, ସେମାନେ ମାଇଲ ମାଇଲ ଚାଲି ଚାଲି ଯାଉଥିଲେ। ଶିଷ୍ୟମାନଙ୍କର ପ୍ରଚାର ଯାତ୍ରା ନିରନ୍ତର ବ୍ୟସ୍ତ ବହୁଳ ଥିଲା ଏବଂ ଲମ୍ବା ଥିଲା। ଯୀଶୁଙ୍କ ପଛେ ପଛେ ଗତି କରୁ କରୁଥିବାରୁ ଶିଷ୍ୟମାନଙ୍କୁ ଖାଦ୍ୟ ଯୋଗାଡ଼ କରିବାକୁ ପଡୁଥିଲା ଏବଂ ରାତ୍ର କେଉଁ ସ୍ଥାନରେ କ୍ଷେପଣ କରିବାକୁ ହେବ ହଠାତ୍ ନିର୍ଣ୍ଣୟ କରିବାକୁ ପଡୁଥିଲା। ଇଂଲିଶରେ କହିଲେ ଅନ୍ ଦ ଗୋ। ଯାଉଥିବା ସମୟରେ ଖାଦ୍ୟ ଯୋଗାଡ଼ କରିବେ, ଯାଉଥିବା ସମୟରେ କେଉଁଠି ସେ ରାତ୍ରି କ୍ଷେପଣ କରିବେ ସେଇଟା ସେମାନେ ସ୍ଥିର କରୁଥିଲେ। ଆଜିକାଲି ଆମର କଣ ଅଛି ନା, କେଡେ ସୁନ୍ଦର ବ୍ୟବସ୍ଥା ଅଛି। ଆପଣଙ୍କର ଛୁଟିକୁ କେମିତି କାଟିବେ, ଆପଣଙ୍କର ସେଇ ଅର୍ଗାନାଇଜେସନ ଅଛି, ଆପଣଙ୍କୁ ସବୁ କିଛି ସେ ବୁଲେଇ ବାଲେଇକି ସୁନ୍ଦର ପ୍ଲାନିଂ କରିକି ସେ ଦେବେ। ଶିଷ୍ୟମାନଙ୍କର ସେ ପ୍ରକାର ସୁଯୋଗ ନଥିଲା। କେତେ ଖର୍ଚ୍ଚ କରିବେ, କେତେ ରଖିବେ, ତାର ହିସାବ କିଛି ନାହିଁ। ଟିକେ ଆରାମ ଚାହୁଁଥିଲେ ସେମାନେ ଆପଣା ଗୁରୁଙ୍କର ଇଚ୍ଛା ଓ କାର୍ଯ୍ୟରେ ଏପରି ଜଡ଼ିତ ଥିଲେ, ସେମାନେ ଅଲଗା କିଛି କରିପାରୁନଥିଲେ। ସେମାନଙ୍କ ଅନ୍ତରରେ ଏଇ ଛୁଟି ବା ଟିକେ ଅବକାଶ ବା ଟିକେ ବିଶ୍ରାମ ତାଙ୍କ ହୃଦୟରେ ଉଙ୍କି ମାରୁଥିଲା। କେବେ ମିଳିବ, କେବେ ଆମେ ଟିକେ ନିଜେ ନିଜେ ଏକାନ୍ତରେ ଟିକେ ଆରାମ କରିବା। ବହୁତ ହେଲାଣି, ବହୁତ ହେଲାଣି, ଚାଲି ଚାଲି ଯାଉଛନ୍ତି। ପ୍ରଭୁ ଯୀଶୁ ଯିଏକି ମନୁଷ୍ୟର ଯନ୍ତ୍ରଣା ଓ ଶାରୀରିକ ଦୁର୍ବଳତା ସବୁ ଜାଣନ୍ତି ଏବଂ ଶିଷ୍ୟମାନେ କିପରି ଅବସ୍ଥାରେ ଗତି କରୁଛନ୍ତି ଏବଂ ତାଙ୍କୁ ଯେ ବିଶ୍ରାମ ଆବଶ୍ୟକ, ସେଥିପାଇଁ ସେ କହିଲେ, ତୁମ୍ଭେମାନେ ଅନ୍ତର ହୋଇ ଗୋଟିଏ ନିର୍ଜନ ସ୍ଥାନକୁ ଯାଏ କିଛି ସମୟ ବିଶ୍ରାମ କର। ତହିଁରେ ସେମାନେ ଅନ୍ତର ହୋଇ ନୌକାରେ ଗୋଟିଏ ନିର୍ଜନ ସ୍ଥାନକୁ ବାହାରି ଗଲେ। ଏଠାରେ ଆମେ ଦେଖୁ ପ୍ରଭୁ ଯୀଶୁଙ୍କର ଗଭୀର ଅନୁକମ୍ପା, କରୁଣା, ଯାହାକି ଶିଷ୍ୟମାନଙ୍କ ଶାରୀରିକ ବିଶ୍ରାମ, ଆତ୍ମିକ ଉତ୍ସାହ ଏବଂ ଯୀଶୁଙ୍କ ସହିତ ଅନ୍ତରଙ୍ଗ ଯୋଗାଯୋଗ କରିବାର ଏକ ଯୋଜନା ଥିଲା। ଟିକେ ଗଭୀର ଭାବେ ଚିନ୍ତା କଲେ ପ୍ରଭୁ ଯୀଶୁ ତାଙ୍କର କାର୍ଯ୍ୟର ଫଳାଫଳ କେବଳ ଚିନ୍ତା କରୁନଥିଲେ। ସିଏ ଯେ ସ୍ୱର୍ଗ ରାଜ୍ୟ ବିଷୟରେ ପ୍ରଚାର କରୁଛନ୍ତି, ସିଏ ଯେ ଅନନ୍ତ ଜୀବନ ଲୋକମାନେ ପାଇବେ ସେଥିପାଇଁ ସିଏ ଲୋକମାନଙ୍କୁ କହି ଚାଲିଛନ୍ତି, ଆଉ ତାର ଫଳାଫଳ କଣ ହବ ସେଥିପାଇଁ ସିଏ ବ୍ୟସ୍ତ ନଥିଲେ। ଯଦିଓ ବ୍ୟସ୍ତ ହେଲେ ମଧ୍ୟ ସିଏ ମେଷପାଳକ ହୋଇଥିବାରୁ ସିଏ ଯେ ଏକ ଉତ୍ତମ ମେଷପାଳକ, ସେ ମେଷପାଳକ ପରି ସିଏ
ଯତ୍ନ କରୁଥିଲେ, ଶାରୀରିକ ବିଷୟର ଯତ୍ନ କରୁଥିଲେ ଏବଂ ସେ ମଧ୍ୟ ସମ୍ବେଦନଶୀଳ ଥିଲେ ବା ତାଙ୍କର ଭାବାତ୍ମକ ଯତ୍ନ କରିବାର ଥିଲା ଏବଂ ଆତ୍ମିକ ସ୍ୱାସ୍ଥ୍ୟର ଉନ୍ନତି ଚାହୁଁଥିଲେ। ପ୍ରଭୁ ଯୀଶୁ ଜାଣିପାରୁଥିଲେ ଶିଷ୍ୟମାନେ ବ୍ୟସ୍ତବହୁଳ, ସେମାନେ କ୍ଳାନ୍ତ ଶ୍ରାନ୍ତ ହେଇଗଲେଣି। ଯଦିଓ ସେମାନେ କିଛି କହିପାରୁନଥିଲେ, ଯେହେତୁ ଗୁରୁଙ୍କର କଥାକୁ ମାନୁଥିଲେ, ତାଙ୍କର ଅନୁସରଣ କରୁଥିଲେ, ପ୍ରଭୁ ଯୀଶୁ ବୁଝିପାରୁଥିଲେ। ଯେହେତୁ ସେ ପ୍ରଭୁ ଯୀଶୁ, ସେ ମନୁଷ୍ୟ ମାନଙ୍କର ଯନ୍ତ୍ରଣା ଏବଂ ଅସୁବିଧାକୁ ସେ ଭଲ ଭାବରେ ଜାଣନ୍ତି, ସେ ପରିଚିତ। ଆଉ ଆମେ ଏହା ବୁଝିବା, ସଦାପ୍ରଭୁ ବିଷୟରେ ଚିନ୍ତା କଲେ କ୍ଳାନ୍ତ ମନଟି ଶକ୍ତି ପାଏ ଏବଂ ଆତ୍ମିକ ଉତ୍ସାହ ପ୍ରାପ୍ତ ହୁଏ। ଯେତେବେଳେ ଆମେ ଈଶ୍ୱରଙ୍କର ଚିନ୍ତା କରୁ ବା ଈଶ୍ୱରଙ୍କ ସହିତ ଯୋଗାଯୋଗ କରୁ କିମ୍ବା ଆମେ ପ୍ରାର୍ଥନାରେ ରହୁ କିମ୍ବା ତାଙ୍କ ସହିତ ଏକ ଏକାନ୍ତ ସମୟରେ ଥାଉ, କଣ ହୁଏ? ଆମର କ୍ଳାନ୍ତ ମନଟି ଶକ୍ତି ପାଏ ଏବଂ ଆତ୍ମିକ ଉତ୍ସାହ ଆମ୍ଭମାନଙ୍କୁ ପ୍ରାପ୍ତ ହୁଏ। 30 ମିନିଟ ମଧ୍ୟରେ ବା ଆର ପାରିକି ଯିବା ପାଇଁ ଡଙ୍ଗାରେ ଆପାତତଃ 30 ମିନିଟ ଲାଗିବ। এই 30 ମିନିଟ ମଧ୍ୟରେ ଶିଷ୍ୟମାନେ କଣ ଚିନ୍ତା କରୁଥିଲେ ବାଇବେଲରେ ଲେଖା ନାହିଁ, କିନ୍ତୁ ସେମାନେ ହନ୍ତସନ୍ତ କ୍ଳାନ୍ତ ହୋଇ ଡଙ୍ଗାରେ ବସିଛନ୍ତି। ଡଙ୍ଗା ଅଗ୍ରସର ହଉଛି ଆଉ 30 ମିନିଟ ତାଙ୍କୁ ଆର ପାରିକି ପହଞ୍ଚେଇ ଦବ। এই 30 ମିନିଟ ମଧ୍ୟରେ କି ପ୍ରକାର ମନୋଭାବ ରହିଛି ଆମେ ଟିକେ ଟିକେ ଚିନ୍ତା କରିବା। ପ୍ରଥମେ ଯିବା ଯାକୋବ ଯୋହନ ଓ ମେଘନାଦର ପୁତ୍ର ସେମାନେ। ତାଙ୍କୁ ପ୍ରଭୁ ଆହ୍ୱାନ କରି ନେଇ ଆସିଲେ। ପ୍ରଭୁ ଯୀଶୁଙ୍କ ଆଜ୍ଞା ମାନି ଦୁଇ ଭାଇ ଏଇ ଶିଷ୍ୟ କଣ ପ୍ରଭୁଙ୍କର ଆଜ୍ଞା ଥିଲା? ଦୁଇ ଦୁଇ କରି ଲୋକମାନଙ୍କୁ ମନ ପରିବର୍ତ୍ତନ କରିବା ଯେ କର୍ତ୍ତବ୍ୟ ତାହା ପ୍ରଚାର କରୁଥିଲେ। ମାର୍କ 6:12। ଆମେ ମାର୍କ 6ର ପ୍ରାୟ ଅଧ୍ୟୟନ କରୁଛୁ। ମାର୍କ 6ଟା ଖୋଲା ରଖିବେ। ତ ପ୍ରଭୁ ଯୀଶୁ ସେମାନଙ୍କୁ ଦୁଇ ଦୁଇ କରି ପଠେଇଲେ କଣ କରିବାକୁ? ମନ ପରିବର୍ତ୍ତନ କରିବା ଯେ କର୍ତ୍ତବ୍ୟ ତାହା ପ୍ରଚାର କରିବାକୁ, ପୁଣି ଭୂତ ଛଡେଇବାକୁ, ଅନେକ ଭୂତ ଛଡେଇବାକୁ ମାର୍କ 6:13, ପୁଣି ଅନେକ ରୋଗୀ ଲୋକଙ୍କୁ ତୈଳ ଲଗାଇ ସୁସ୍ଥ କରୁଥିଲେ ସେଇ ମାର୍କ 6:13। ସେ ଦୁଇ ଦୁଇ କରି ପଠେଇଲେ ଏବଂ ଶିଷ୍ୟମାନେ, ସବୁ ଶିଷ୍ୟମାନେ ଏହା କାର୍ଯ୍ୟ କରିକିରି ସେମାନେ କ୍ଳାନ୍ତ ଶ୍ରାନ୍ତ ହେଇଯାଇଛି। ଯାକୋବ ଯୋହନ କୁହାଯାଏ, ଏମାନେ ହଉଛନ୍ତି ଯୀଶୁଙ୍କର ଅତି ନିକଟରେ ଇନର ସର୍କଲ। ଇନର ସର୍କଲରେ କିଏ କିଏ? ପିତର, ଯୋହନ, ଯାକୋବ। ଯେତେବେଳେ ଆପଣ ସୁସମାଚାର ପଢିବେ ସଦାବେଳେ ପିତର, ଯୋହନ, ଯାକୋବଙ୍କ ନାଁ ଆସିଯିବ। ଏମାନେ ହଉଛନ୍ତି ଯୀଶୁଙ୍କର ପାଖ ଲୋକ, ଇନର ସର୍କଲ। ଆଉ ପ୍ରଭୁ ଯୀଶୁଙ୍କର ଶିକ୍ଷା, ଆଶ୍ଚର୍ଯ୍ୟ କର୍ମ, ପୁଣି ସେମାନଙ୍କର ଅଧିକାର ଦେବା। ପ୍ରଭୁ ଯୀଶୁ ଯେ ତାଙ୍କୁ ଅଧିକାର ଦେଲେ ଭୂତ ଛଡେଇବାକୁ, ରୋଗୀ ସୁସ୍ଥ କରିବାକୁ, ସୁସମାଚାର ପ୍ରଚାର କରିବାକୁ ପାରିକି, ତାପରେ ଆସନ୍ତୁ ଯିବା ତୃତୀୟ ଦିନ, ଦୁଃଖ ଭୋଗ ସପ୍ତାହର ତୃତୀୟ ଦିନ। ଆଉ ସେଇ ଦିନ ତିନିଟି ଲୋକମାନଙ୍କର ଚିନ୍ତାଧାରାକୁ ଦେଖିବା। ପ୍ରଥମ ଲୋକ ହଉଛନ୍ତି କିଏ? ପ୍ରଥମ ଲୋକ ହଉଛନ୍ତି କୟଫା, ଯାଜକୀୟ ବର୍ଗ ଏବଂ ପ୍ରାଚୀନ ମାନେ। ସେମାନେ ଦିନ ବେଳେ କଣ କରୁଛନ୍ତି?
ନା କେମିତି ଯୀଶୁଙ୍କୁ ବଦ୍ଧ କରିବେ ମନ୍ତ୍ରଣା କରୁଛନ୍ତି। ମାଥ୍ୟୁ 26 ଅଧ୍ୟାୟ 6-13। ଏବେ ମାଥ୍ୟୁ ଲିଖିତ ସୁସମାଚାରରେ ଆମମାନେ ମନକୁ ନିବେଶ କରିବା। ମାଥ୍ୟୁ ଚାପ୍ଟର 26 verses 6-13, 6-13 ମଧ୍ୟରେ ପଦ ମଧ୍ୟରେ ଆମେ ଦେଖିବା। ଏଇଠି ଏ ଜିହୁଦୀ ନେତା ମାନଙ୍କର ମନୋଭାବ ହଉଛି ଆମର ପଦଟି ନଷ୍ଟ ହେବାକୁ ଯାଉଛି। ଏକ, ଆମର ଲୋକପ୍ରିୟତା ହ୍ରାସ ପାଇଗଲାଣି। ଲୋକମାନେ ସମସ୍ତେ ପ୍ରଭୁ ଯୀଶୁଙ୍କୁ ମସିହ ବୋଲି ସେମାନେ ରାଜା କରିବାକୁ ସେମାନଙ୍କର ଇଚ୍ଛା ହେଲା। ପ୍ରଭୁ ଯୀଶୁ ଯଦି ମସିହ ରାଜା ହେବେ ତେବେ ଆମ୍ଭମାନଙ୍କର ଅସ୍ତିତ୍ୱ ଲୋପ ପାଇଯିବ। ଓ ସେମାନଙ୍କର ଯୋଉ ଲୋକମାନେ ଯୋଉ ସମ୍ମାନ ଦଉଛନ୍ତି, ଯୋଉ ସେମାନଙ୍କୁ ଯୋଉ ଗଭୀର ଶ୍ରଦ୍ଧା କରୁଛନ୍ତି, ତାହା ଉଡ଼ିଯିବ। ସେଥିପାଇଁ ସେମାନେ ଦିନ ବେଳେ ତୃତୀୟ ଦିନରେ ଦୁଃଖ ଭୋଗ ସପ୍ତାହର ତୃତୀୟ ଦିନରେ ସେମାନେ ବସି ମନ୍ତ୍ରଣା କଲେ। ମନ୍ତ୍ରଣା କାହିଁକି କଲେ? Why? ପ୍ରଭୁ ଯୀଶୁଙ୍କର କ୍ରୁଶରେ ଚଢିବା ପାଇଁ କୌଣସି ଦୋଷ ନଥିଲା। ସେ ନିର୍ଦୋଷ, ସେ ପବିତ୍ର। ତେଣୁକରି ଗୋଟିଏ ମିଥ୍ୟାକୁ ନେଇକି ତାକୁ ସତ ବୋଲି ପ୍ରକାଶ କରିବା, ଗୋଟେ ମିଥ୍ୟାକୁ ସତ ପରି ଦେଖେଇବା, ପ୍ରକାଶ କରିବା, ପ୍ରମାଣ କରିବା, ସେଥିପାଇଁ ମନ୍ତ୍ରଣା ଚାଲିଛି। ତାହେଲେ ପ୍ରଭୁ ଯୀଶୁ କ୍ରୁଶରେ ହତ ହେବେ, ଆମେ ତାଙ୍କୁ ବଦ୍ଧ କରିପାରିବା। ମନ୍ତ୍ରଣା ଚାଲିଛି। ଆସିବା, ଏ ଥିଲା ଧାର୍ମିକ ନେତା ମାନଙ୍କର ଚିନ୍ତାଧାରା। ତାପରେ ଆମେ ଆସିବା ସନ୍ଧ୍ୟା ସମୟ। ସିମୋନ କୁଷ୍ଟିଙ୍କ ଘରେ ଯୀଶୁ ତାଙ୍କର ଶିଷ୍ୟମାନଙ୍କ ସହିତ ଭୋଜନ କରୁଛନ୍ତି। ସିମୋନ କୁଷ୍ଟି ତାଙ୍କୁ ନିମନ୍ତ୍ରଣ ଦେଇଛି। କେତେ ଜଣ ବ୍ୟାଖ୍ୟାକାର ମାନେ କହନ୍ତି ସିମୋନଙ୍କର କୁଷ୍ଠ ରୋଗ ଥିଲା, ଆଉ ତାଙ୍କର କୁଷ୍ଠ ରୋଗ ସୁସ୍ଥ ହେଇଗଲା ପରେ ତାଙ୍କୁ ଜିହୁଦୀ ମାନଙ୍କ ମଧ୍ୟରେ ବସବାସ କରିବାକୁ, ଭଲ ଅସୁସ୍ଥ ଲୋକମାନଙ୍କ ମଧ୍ୟରେ ବସବାସ କରିବାକୁ ତାଙ୍କୁ ମହାଯାଜକ ଆଦେଶ ଦେଇଥିଲେ। ଫଳରେ ସିଏ କଣ କରୁଥିଲେ ନା ସିଏ ମଧ୍ୟ ଜିହୁଦୀ ମାନଙ୍କ ସହିତ ବାସ କରୁଥିଲେ ଏବଂ ପ୍ରଭୁ ଯୀଶୁଙ୍କୁ ତାଙ୍କ ଗୃହକୁ ନିମନ୍ତ୍ରଣ କରୁଥିଲେ। ତାଙ୍କ ମନରେ ବହୁତ ଆନନ୍ଦ। କୁଷ୍ଟି ଭାବେ ସେ କେମିତି ପୃଥକ ରହୁଥିଲେ, ଏକଲା ରହୁଥିଲେ, କୁଷ୍ଟି ମାନଙ୍କ ସହିତ ରହୁଥିଲେ, ବିକୃତ ଜୀବନ କାଟୁଥିଲେ। ଏବେ ସେ ଆନନ୍ଦରେ ଅଛନ୍ତି ଏବଂ ଏହି ଆନନ୍ଦ ଯୋଗୁ ସେ କହିଲେ ନାଇଁ ପ୍ରଭୁ ଯୀଶୁଙ୍କୁ ଡାକିବା। ଆଉ ସେ ଡାକିଲେ, ଆଉ ସେଇ ଘରେ ଭୋଜନ ଚାଲିଛି। ପ୍ରଭୁ ଯୀଶୁ, ଶିଷ୍ୟମାନେ ଆଉ ସିମୋନ ଫାରୁସୀ ଏମାନେ ଭୋଜନ କରୁଛନ୍ତି। ଭୋଜନ କରୁଥିବା ସମୟରେ ଜଣେ ମହିଳା, ଜଣେ ସ୍ତ୍ରୀ ଲୋକ, ମାଥ୍ୟୁ 26:6-13 ମରିୟମ ବୋଲି ଲେଖା ହେଇନି, ଗୋଟେ ମହିଳା, ସିଏ ଆସି ଏକ ବିଶୁଦ୍ଧ ବହୁମୂଲ୍ୟ ତୈଳ ପ୍ରଭୁ ଯୀଶୁଙ୍କର ମଥାରେ ସେ ଲଗେଇଦେଲେ, ଯାହାକି ଗଡି ଆସୁଥିଲା ତଳୁ। ତାଙ୍କର ଏଣ୍ଟାୟାର ଶରୀର ସେଇ ବିଶୁଦ୍ଧ ତୈଳରେ ସେଟା ଗାଧେଇ ହେଇଗଲା ବା ଚାରିଆଡେ ମାଖି ଦେଲେ। ସବୁ ଠିକ ଥିଲା, ଶାନ୍ତିରେ ସମସ୍ତେ ଖାଦ୍ୟପେୟ କରୁଥିଲେ। ଆପସରେ କାହାର ମନରେ କଣ ଚିନ୍ତା ଥିବ? ଏଇ ଯୋଉ ସ୍ତ୍ରୀ ଲୋକ ଆସିଥିଲେ, ଜିହୁଦା ଶାନ୍ତି ଭଗ୍ନ କଲେ। ଏଇ ଜିହୁଦା ଯେ ଟଙ୍କା ଗଣୁଥିଲେ ଡଙ୍ଗାରେ ବସିକି, ସେଇ ଜିହୁଦା ପୁଣି ଥରେ ସେ ଟଙ୍କା ବିଷୟରେ ଆସକ୍ତ ହେଇଗଲେଣି। ଡଙ୍ଗାରେ ଆର ପାରିକି ଯିବା ଭିତରେ
3 ବର୍ଷ କଟି ଯାଇଛି। ଏବେ ପ୍ରଭୁ ଯୀଶୁଙ୍କର ଶେଷ ସମୟ ଆସିଗଲାଣି ଏବଂ ସେଇ ସମୟ ମଧ୍ୟରେ ଜିହୁଦା ଟଙ୍କା ପ୍ରତି ଆସକ୍ତ ହେଲାଣି। ଆଉ ସିଏ ଟଙ୍କା ବିଷୟରେ ଚିନ୍ତା କଲେ, କହିଲେ ଏଟା ଏତେ ଅପଚୟ କାହିଁକି ହେଲା? ଦରିଦ୍ର ମାନଙ୍କୁ ଦେଇଥିଲେ ଅନେକ ଲୋକ ଖାଦ୍ୟ ପାଇପାରିଥାନ୍ତେ। ଏତେ ଏକ୍ସପେନ୍ସିଭ, ଏତେ ମୂଲ୍ୟବାନ ବିଷୟଟାକୁ ଅପଚୟ କରାଗଲା। କହିବାକୁ ଗଲେ ଆପଣ ଦେଖନ୍ତୁ, ଏ ସ୍ତ୍ରୀ ଲୋକଟି ପୁରୁଷ ମାନଙ୍କ ଗହଣରେ ଅଛି, ଆସିଛି। ସେଇ ସମୟର ଯୋଉ ସଂସ୍କୃତି ଥିଲା, ପୁରୁଷ ମାନଙ୍କର ମଧ୍ୟରେ ସ୍ତ୍ରୀ ମାନେ ଆସିପାରିବେ ନାହିଁ। ସେଇ ସଂଗତିକୁ ସେମାନେ ଆସି କିଛି କରିପାରିବେ ନାହିଁ, ସେମାନେ ଦୂରରେ ରହିବେ। ସେ ଆସିଛି ଅନ୍ଧାର ସମୟରେ, ଯେପରି କେହି ତାକୁ ବାହାର କରିଦେବେ ନାହିଁ, ଯେପରି କେହି ତାକୁ ଗାଳି ଗୁଲଜ କରିବେ ନାହିଁ, କେହି ତାକୁ ତୁଚ୍ଛ କରିବେ ନାହିଁ। କିନ୍ତୁ ଜିହୁଦା ତୁଚ୍ଛ କଲେ। ତାଙ୍କର ଉପାସନା କରିବି, ତାଙ୍କର ମୁଁ ତାଙ୍କୁ ମୋର ସର୍ବସ୍ୱ ଦେଇଦେବି। କାରଣ ଏ ଜୀବନ କଣ ଅଛି? ଏ ଜୀବନ ବୃଥା ହେଇଗଲା। ଅନ୍ତତଃ ତାଙ୍କ ନିକଟକୁ ଗଲେ ମୁଁ ଶାନ୍ତି ପାଇବି, ତାଙ୍କ ନିକଟକୁ ଗଲେ ମୋର ମନ ଶାନ୍ତ ହେବ, ତୃପ୍ତ ହେବ, ମୋର ଦାନ ଗୃହୀତ ହେବ। ଏ ହଉଛି ଉପାସନା, ସତ୍ୟ ଆତ୍ମାର ଉପାସନା। 12-13 ଜଣ ପୁରୁଷ ମଧ୍ୟରେ ଏ ନାରୀକୁ ଯୋଉ ତୁଚ୍ଛ ଶବ୍ଦରେ ଜିହୁଦା କହିଲେ, ପ୍ରଭୁ ଯୀଶୁ ରହିପାରିଲେ। ପ୍ରଭୁ ଯୀଶୁ ସେ ସମସ୍ତଙ୍କର ନ୍ୟାୟ କରନ୍ତି। ଆଉ ଯେତେବେଳେ ଏ ସ୍ତ୍ରୀ ଲୋକ ପ୍ରତି ଏକ ତୁଚ୍ଛ ଭାବ ଆସିଗଲା, ସେ କହିଲେ ତାକୁ କାହିଁକି ହଇରାଣ କରୁଛ? ସେ ଯାହା କରୁଛି ତାକୁ କରିବାକୁ ଦିଅ। ସିଏ ମୋର କବର ନିମନ୍ତେ ଏହାକୁ ଦିଅଛି। ମୁଁ ଯେ ମୃତ୍ୟୁ ଭୋଗ କରିବି ଏହା ସେ ବୁଝିପାରିଛି। ଏ ସ୍ତ୍ରୀ ଲୋକ ବର୍ଷେ ହେଲା ବୁଝିପାରିଛି ଯେ ପ୍ରଭୁ ଯୀଶୁଙ୍କୁ କ୍ରୁଶରେ ଚଢାଯିବ, ପ୍ରଭୁ ଯୀଶୁ ମୃତ୍ୟୁବରଣ କରିବେ, ଲୋକମାନେ ତାଙ୍କୁ ଶାନ୍ତିରେ ରଖାଇ ଥୋଇ ଦେବେ ନାହିଁ, ନେତାମାନେ, ଧାର୍ମିକ ନେତାମାନେ ତାଙ୍କୁ ବଦ୍ଧ କରିବେ। ସେଥିପାଇଁ ତାଙ୍କୁ ଆଉ ମଖେଇବା ପାଇଁ ସମୟ ନଥିବ। ପ୍ରଭୁ ଯୀଶୁ ଯୋଉ କ୍ରୁଶରେ ଟଙ୍ଗା ହେଇଥିବେ, ସେ ସମୟରେ ମଖେଇବା ପାଇଁ ଆଉ ସମୟ ନଥିବ। ସେଥିପାଇଁ ସେ ତୃତୀୟ ଦିନରେ ସେ ଆସି ପ୍ରଭୁ ଯୀଶୁଙ୍କର ଶରୀରକୁ ସେ ଅଭିଷେକ କରିଦେଲେ। କେତେ ବଡ କଥା ଦେଖନ୍ତୁ। ପ୍ରଭୁ ଯୀଶୁ ନିଜେ ଯେତେବେଳେ କ୍ରୁଶରେ ଟଙ୍ଗା ହେଇଥିବେ, ସେତେବେଳେ ମଧ୍ୟ ତାଙ୍କ ଶରୀରରୁ এই ସୁଗନ୍ଧି ବାହାରୁଥିବ। କାହିଁକି? ଆମ ସମୟରେ କଣ ହଉଛି, ଆମର ସୁଗନ୍ଧିଟା ସ୍ପିରିଟରେ ଅଛି, ଯୋଉଟା କି ଉଡି ଯାଉଛି। ସେ ସମୟରେ ସୁଗନ୍ଧି ଦ୍ରବ୍ୟ ତୈଳ ମଧ୍ୟରେ ଥିଲା, ସେଟା ଉଡିଯିବ ନାହିଁ। ତୈଳ ଯୁଆଡେ ଯୁଆଡେ ଯିବ, ସେଇ ଜାଗାରେ ତା ସୁଗନ୍ଧି ଆସିବ। ଆଉ ସେଦିନ ସେ ସ୍ତ୍ରୀ ଲୋକ ସେ ଆଗକୁ ଚିନ୍ତା କରି ଈଶ୍ୱରଙ୍କୁ ସେ ଅଭିଷେକ କଲେ, ସର୍ବସ୍ୱ ଦେଇଦେଲେ।
ଆଉ ଯାହା ପ୍ରଭୁ ଯୀଶୁ ଗ୍ରହଣ କଲେ। ଏଇ କଥା ଦ୍ୱାରା ସେ ସ୍ତ୍ରୀ ଲୋକ ବୁଝିପାରିଲେ ମୋ ଦାନଟି ଅପଚୟ ହୋଇନାହିଁ, ମୋର ଦାନଟି ଭୁଲ ଭାବରେ ଖର୍ଚ୍ଚ ହେଇନାହିଁ, ତାହା ପବିତ୍ର ରୂପେ ଖର୍ଚ୍ଚ ହେଇଛି। ପ୍ରଭୁ ଯୀଶୁ କହିଲେ, ଯିହୁଦା, ଦରିଦ୍ର ମାନେ ତ ସଦାବେଳେ ତୁମ ନିକଟରେ ଅଛନ୍ତି, କିନ୍ତୁ ମୁଁ ତୁମ ନିକଟରେ ସଦାବେଳେ ନାହିଁ। ପ୍ରଭୁଙ୍କର ବିଷୟରେ ଏ ସ୍ତ୍ରୀ ଲୋକର ଐଶ୍ୱରିକ ଚିନ୍ତା ଥିଲା, ଆଗାମୀ ଚିନ୍ତା ଥିଲା, ଆଗକୁ ସେ ବୁଝିପାରି ସେ କରିଥିଲେ। ଆଜି ପ୍ରଭୁ ଯୀଶୁ ସ୍ୱର୍ଗାରୋହଣ କରିଛନ୍ତି। ଆଜି ମୋର ମନୋଭାବ କି ପ୍ରକାର ତାଙ୍କ ପ୍ରତି, ତାଙ୍କର ଆଜ୍ଞା ପ୍ରତି ମୋର ମନୋଭାବ କଣ, ତାଙ୍କର ବାକ୍ୟ ଯୋଉ ଲେଖା ହୋଇଛି, ସେ ଯାହା କହିଛନ୍ତି ତାହା ପ୍ରତି ମୋର ପ୍ରତିକ୍ରିୟା କଣ। ଯିହୁଦା ପ୍ରଭୁ ଯୀଶୁଙ୍କ ସହିତ ଚାଲିଲେ। ଯିହୁଦା ଟଙ୍କା ପଇସାକୁ ସେ କଣ କହିବା ହ୍ୟାଣ୍ଡେଲ କରୁଥିଲେ। ସେ ଜଣେ ଲୋକ ଯିଏକି ଯାହା ଦରକାର ହଉଥିଲା ସେ ଦଉଥିଲେ, ଖର୍ଚ୍ଚ କରୁଥିଲେ, ଏବଂ ଯିଏ ଆଣିକି ଦଉଥିଲେ ତାହା ସେ ରଖୁଥିଲେ। ଏକ ବିଶେଷ କାର୍ଯ୍ୟ ପ୍ରଭୁ ଯୀଶୁ ତାଙ୍କୁ ଦେଲେ, ଆଉ କାହାକୁ ଦେଇନଥିଲେ। ଯେହେତୁ ଯିହୁଦା ସହରର ଥିଲା, ଯିହୁଦା ଜାଣିଥିଲା ସମର୍ପଣ କଣ, ଯିହୁଦା ଜାଣିଥିଲା ବଳିଦାନ କଣ, ଯିହୁଦା ଜାଣିଥିଲା ଈଶ୍ୱରଙ୍କର ଆବଶ୍ୟକତା କଣ, ସେଥିପାଇଁ ତାକୁ ଟଙ୍କାଟା ଦେଇଥିଲେ। ସେ ହିସାବ କରିପାରୁଥିଲା। ଆଉ କଣ କରୁଥିଲା, ସେ ସେଇ ଟଙ୍କା ମଧ୍ୟରୁ ତାର ଆଉ ଗୋଟେ ଛୋଟ ଥଳି ଥିଲା, ସେଇ ଥଳିରେ ରଖି ଦଉଥିଲା। ଯେତେବେଳେ ଟଙ୍କା କିଏ ଦିଏ, କିଛି ଟଙ୍କା ଅଳ୍ପ ଟିକେ ଆଣିକି ତାର ଗୋଟେ ଥଳି ଥିଲା, ସେଇଠି ସେ ଜମଉଥିଲା। କେହି ଜାଣିପାରୁନ, କିନ୍ତୁ ସେ ଭାବୁଥିଲା ମୁଁ ଲୁକାୟିତ ଭାବରେ କରୁଛି, କିନ୍ତୁ ପ୍ରଭୁ ଯୀଶୁ ସବୁ ଜାଣିପାରୁଥିଲେ। ସେ ତ ଅନ୍ତର୍ଯାମୀ, ସେ ଜାଣୁଥିଲେ, କିନ୍ତୁ ପ୍ରଭୁ ଯୀଶୁ ନୀରବ ରହିଥିଲେ। ଉଚିତ ସମୟରେ ତାହାକୁ କହିବି ପ୍ରଭୁ ଯୀଶୁ, ସେଥିପାଇଁ ସିଏ ନୀରବ ରହିଥିଲେ। ଫଳରେ କଣ ହେଲା, ଯିହୁଦା ତାର 3 ବର୍ଷ ମଧ୍ୟରେ ସେ ଇଚ୍ଛା କରିଥିଲେ ଏ ମସିହ ରାଜା ହେବେ। ଯିହୁଦାକୁ ଅଧୀନରେ ରହିବାକୁ ଇଚ୍ଛା ନଥିଲା। ଏ ରୋମ ସରକାର ବା ଏ ରୋମ ସାମ୍ରାଜ୍ୟ ଯାହାକି ପାଲେଷ୍ଟାଇନକୁ ବଶୀଭୂତ କରିଛି, ତାର ଅଧୀନରେ ରହିବାକୁ ଯିହୁଦାର ଇଚ୍ଛା ନଥିଲା। ଯିହୁଦା ଶିକ୍ଷିତ ଲୋକ, ଯିହୁଦା ଜେରୁସାଲେମରେ ରହିଛନ୍ତି, ସେ ତାଙ୍କ ମନୋଭାବ ଅଛି ଆମେ ଈଶ୍ୱରଙ୍କର ମନୋନୀତ ଜାତି, ଆମକୁ ଈଶ୍ୱର ବାଛିଛନ୍ତି, ଏ ରୋମ ସରକାର କଣ ଆମ ଉପରେ କର୍ତ୍ତୃତ୍ୱ କରୁଛି। ତାଙ୍କର ଇଚ୍ଛା ଥିଲା ଯୀଶୁଙ୍କୁ, ମସିହ ଆସି ରାଜା ହେବେ ଏବଂ ଏ ରୋମ ସରକାରକୁ ସେ ଉତ୍ପାଟନ କରିବେ, ଏଇଟା ତାଙ୍କର ମନୋଭାବ ଥିଲା। କିନ୍ତୁ ଧୀରେ ଧୀରେ 3 ବର୍ଷ ମଧ୍ୟରେ ସେ ଦେଖିପାରିଲେ ଯେ ଏପରି କିଛି କଥା ହେଉନାହିଁ। ପ୍ରଭୁ ଯୀଶୁ ପାପୀ ମାନଙ୍କୁ ଭଲ ପାଉଛନ୍ତି, ଦରିଦ୍ର ମାନଙ୍କ ସହିତ ସମୟ କାଟୁଛନ୍ତି, ଯୋଉମାନେ ସମାଜରେ ଘୃଣିତ ସେଇ ଲୋକମାନଙ୍କୁ ସେ ଅତ୍ୟନ୍ତ ପ୍ରେମ କରୁଛନ୍ତି, କ୍ଷମା ଦଉଛନ୍ତି, କିନ୍ତୁ ସେ ରାଜା ହେଉନାହାନ୍ତି, ସେ ଏକ ଦାସ ପରି ଜୀବନ କାଟୁଛନ୍ତି। ତେଣୁକରି ଯିହୁଦା କହିଲେ, ଚିନ୍ତା କଲେ, ଯେତେବେଳେ ସେ ରାଜା ହେବେ ନାହିଁ, ଯେତେବେଳେ ରୋମ ଆଉ
ଆମ ଉପରେ କର୍ତ୍ତୃତ୍ୱ କରିବ, ଏ ସବୁ ଚିନ୍ତାରେ ସେ ଚାହିଁଲେ ଯେ ମୁଁ ତାଙ୍କୁ ସମର୍ପଣ କରିଦେବି। ଯିହୁଦୀ ନେତା ମାନଙ୍କ ଠାରେ ମୁଁ ପ୍ରଭୁ ଯୀଶୁଙ୍କୁ ସମର୍ପଣ କରିଦେବି, କାରଣ ସେ ବଞ୍ଚି ରହିବା ଆମ ପାଇଁ କିଛି ନାହିଁ, ସେ ଆମ ରାଜା ନୁହନ୍ତି। ଦେଖନ୍ତୁ ଯିହୁଦାର ମନୋଭାବ କେମିତି ଅଛି, ବଦଳି ଗଲା। ଶୈତାନ ଗ୍ରାସ କଲା। ଭୋଜନ ଭିତରେ ତାଙ୍କର ଏ ପ୍ରକାର ମନୋଭାବ। ତାପରେ ଶେଷ ରାତ୍ରିରେ ଏପର୍ଯ୍ୟନ୍ତ ଶୈତାନ ଯିହୁଦାକୁ କିଛି କରୁନଥିଲା, କାହିଁକି ନା ପ୍ରଭୁ ଯୀଶୁ ତାକୁ ରକ୍ଷା କରୁଥିଲେ। ଶେଷ ରାତ୍ରିରେ ପ୍ରଭୁ ଯୀଶୁ ଅନୁମତି ଦେଲେ, ଯିହୁଦା ତୁମେ ଯାହା ଚାହୁଁଛ ଶୀଘ୍ର କର। ସେତେବେଳେ ଶୈତାନ ଯିହୁଦା ମଧ୍ୟରେ ପ୍ରବେଶ କଲା ଏବଂ ସିଏ ମହାଯାଜକଙ୍କ ପାଖକୁ ଗଲେ, ଆଜ୍ଞା ମୁଁ ତାଙ୍କୁ ପ୍ରଭୁ ଯୀଶୁଙ୍କୁ ସମର୍ପଣ କରିଦେବି, ମତେ କେତେ ପଇସା ଦେବେ? ସଙ୍ଗେ ସଙ୍ଗେ ଏହି ନେତା ମାନେ ତ ଅନେଇ ବସିଥିଲେ, କେମିତି ତାଙ୍କୁ ବଦ୍ଧ କରିବେ, ମିଥ୍ୟାରେ ଅନେଇ ବସିଥିଲେ। ଆଉ ସଙ୍ଗେ ସଙ୍ଗେ 30ଟି ରୌପ୍ୟ ମୁଦ୍ରା ଯିହୁଦା ହାତରେ ଧରେଇ ଦେଲେ। ଯିହୁଦା କହିଲେ, ବଗିଚାରେ ଯେତେବେଳେ ମୁଁ ମୋର ପ୍ରଭୁଙ୍କୁ ଚୁମ୍ବନ ଦେବି, ଆପଣ ଜାଣିବେ ସିଏ ଯୀଶୁ। କାହିଁକି ଚିହ୍ନେଇବାକୁ ଦରକାର ପଡୁଛି? ସମସ୍ତଙ୍କର ଏକ ପ୍ରକାର ଚେହେରା, ଦାଢି ସମସ୍ତଙ୍କର ଅଛି, ସେମାନେ ଯିହୁଦୀ ମାନେ ଦାଢି କାଟିବେ ନାହିଁ, ମୁଣ୍ଡରେ ଟୋପର ଅଛି ବା ପଗଡି ଗୁଡା ହେଇଛି। ଯୀଶୁ ମଧ୍ୟ ଦାଢି ରଖିଛନ୍ତି, ସେ ମଧ୍ୟ ବେଳେ ବେଳେ ଆକାଶକୁ ପ୍ରାର୍ଥନା କଲା ବେଳେ ମୁଣ୍ଡ ଘୋଡେଇକିରି କରନ୍ତି, ବେଳେ ବେଳେ ବାହାରେ ଥାଏ। ତେଣୁକରି ଏତେ ଲୋକ 12-13 ଜଣ ମଧ୍ୟରେ ଯୀଶୁଙ୍କୁ ଚିହ୍ନିବା କଷ୍ଟକର। ସଠିକ ଯେ ସେ ଯୀଶୁ ତାଙ୍କୁ ଜାଣିବା କଷ୍ଟକର। ସେଥିପାଇଁ ଯିହୁଦା କହିଲେ, ମୁଁ ଯାହାଙ୍କୁ ଚୁମ୍ବନ କରିବି ତୁମେ ତାଙ୍କୁ ଧରିବ। ଯିହୁଦାଙ୍କ ମନୋଭାବ ଦେଖନ୍ତୁ। ଆଜି ଆମେ ନିଜ ବିଷୟରେ ଚିନ୍ତା କରୁ, ମୋର ମନୋଭାବ କିପରି ଅଛି? ସେଦିନ ଥୋମାଙ୍କର ମନୋଭାବ ଏ ପ୍ରକାର ଥିଲା। ଯୀଶୁଙ୍କୁ ନିକଟରେ ଦେଖିବେ, ଶୁଣିବେ। ଥୋମା କହିଲେ, ଯେ ପର୍ଯ୍ୟନ୍ତ ମୋ ଆଙ୍ଗୁଳି ଲଗେଇବି ନାହିଁ, ଯେ ପର୍ଯ୍ୟନ୍ତ ତାଙ୍କ କକ୍ଷ ଦେଶ ଦେଖିବି ନାହିଁ, ମୁଁ ବିଶ୍ୱାସ କରିବି ନାହିଁ ଯେ ପୁନରୁତ୍ଥିତ ହୋଇଛନ୍ତି। ଆଜି ମୋର ବିଶ୍ୱାସ କୋଉଠି ଅଛି? ମୋର ମନୋଭାବ କେମିତି ଅଛି? ଗୋଟେ ସହଭାଗିତାରେ ଦରିଦ୍ର ଲୋକ ପ୍ରତି ମୋର ମନୋଭାବ କଣ ଅଛି? ଯଦି ମୋ କଥିରେ କିଛି ପଇସା ଅଛି, ମୁଁ ଦେଖୁଛି ସେ ଜଣେ ଦରିଦ୍ର ଭାଇ, ତା ପ୍ରତି ମୋର ମନୋଭାବ କଣ? ହୁଏତ କିଏ ମତେ ଗାଳି ଦେଲେ, ମତେ ତୁଚ୍ଛ କଲେ, ମତେ ଭୁଲ ଭୁଲ କଥା ମୋ ବିଷୟରେ ସମସ୍ତଙ୍କ ଆଗରେ ପ୍ରକାଶ କଲେ, ମୋର ମନୋଭାବ କିପରି ଅଛି? ମୁଁ ସେ ଭାଇଙ୍କୁ ପ୍ରେମରେ କ୍ଷମା ଦେଇ ପାରୁଛି? ମୋର ମନୋଭାବ କି ପ୍ରକାର ଅଛି? ମୋର ସହଭାଗିତାରେ ଥିବା ଭାଇମାନଙ୍କ ସହିତ ମୋର ମନୋଭାବ କି ପ୍ରକାର ଅଛି? ତାହା ସତ୍ୟରେ ଅଛି ନା ଛଳରେ ଅଛି? ମୁଁ ଦଶ ମାଂସ ମୁଁ ଦେଉଛି ନା ଆଉ କେତେ ଦଉଛି? ପ୍ରଭୁଙ୍କ ଆଜ୍ଞା ମାନିବାରେ ମୁଁ କେତେ ଦୂର?
ସଫଳ ହୋଇଛି। କାରଣ ମୋର ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ଯୀଶୁ ହଠାତ୍ ଆସିବେ, ସେ ହଠାତ୍ ପଳେଇ ଆସିବେ, ଆମେ ଜାଣିପାରିବା ନାହିଁ। ଏବଂ ସେତେବେଳେ ଆମମାନଙ୍କର ମନୋଭାବ କେମିତି ଥିବ, ପ୍ରଭୁ ଯୀଶୁ ଜାଣନ୍ତି, ଆଜି ବି ସେ ଜାଣନ୍ତି। ସଞ୍ଜୀବ, ତୋର ଛଳ ମନକୁ ମୁଁ ଜାଣିଛି, ମୁଁ ତୋର ହୃଦୟକୁ ତୋଳିବା ପରମେଶ୍ୱର ପରା। ତୁ ଭାବୁଛୁ ଲୁଚି ଲୁଚି କରୁଛୁ, ତୁ ୟାଙ୍କ ବିଷୟରେ ଏ ଚିନ୍ତା କରୁଛୁ, ତାଙ୍କ ବିଷୟରେ ସମ୍ମୁଖ ଚିନ୍ତା କରୁଛୁ, କାହିଁକି? ଆଜି ନିଜ ନିଜକୁ ପରୀକ୍ଷା କରିବା। ଆଜି ଆମମାନଙ୍କର ମନୋଭାବ କିପରି? ସେଦିନ ସେଇ ରାତ୍ରି, ସେଇ ଭୋଜରେ, ଯୋଉ ଭୋଜକୁ ସିମୋନ ଫାରୁସୀ ନିମନ୍ତ୍ରଣ କରିଥିଲେ, ପିତରଙ୍କର ମନ କଣ ହଉଛି? ମୋ ପାଖରେ ଛୁରୀଟା ଅଛି, ନୁହେଁ କି? ପିତର ପାଖରେ ଛୁରୀ ଅଛି। ଯାହା ସବୁ କଥା ସେ ସ୍ତ୍ରୀ ଲୋକ ପ୍ରତି ହେଲା, ଆନ୍ଦ୍ରିୟ ଶୁଣୁଛନ୍ତି, ସେ ଭାବୁଛନ୍ତି ଯାହା ହେଉ ପ୍ରଭୁ ଯୀଶୁ ଏ ସ୍ତ୍ରୀ ଲୋକର ପକ୍ଷ ନେଲେ। ପ୍ରଭୁ ଯୀଶୁ ସତ୍ୟ, ପ୍ରଭୁ ଯୀଶୁ ନ୍ୟାୟବାନ, ପ୍ରଭୁ ଯୀଶୁ ଯାହା କହିବେ ସେ ସତ୍ୟ ଏକା, ସେ ମସୀହ। ଆନ୍ଦ୍ରିୟର ମନୋଭାବରେ ସେଟା ଅଛି। ଆଜି ମୋର ମନ କେମିତି ଅଛି? ପ୍ରଭୁ ଯୀଶୁ ସ୍ୱର୍ଗାରୋହଣ କଲେ, ସେ ସତ୍ୟ, ସେ ଆଜ୍ଞା ଦେଇଛନ୍ତି, ତାଙ୍କର ବାକ୍ୟ ମୋ ନିକଟରେ ଅଛି। କେତେ ଜଣ କୁହନ୍ତି ପାଖରେ ବାଇବଲ, ହାତରେ ବାଇବଲ, କାଖରେ ବାଇବଲ, ଟକିଆରେ ବାଇବଲ, ସବୁଆଡେ ବାଇବଲ, କିନ୍ତୁ ମନଟା? ଆଜି ନିଜେ ନିଜେ ଆମେ ଚିନ୍ତା କରିବା, ସମୟ ହେଇ ଆସୁଛି। ପ୍ରଭୁ ଆମ ସମସ୍ତଙ୍କୁ ଏଇ ଅଳ୍ପ ଚିନ୍ତାରେ ଆଶୀର୍ବାଦ କରନ୍ତୁ। ଓଭର ଟୁ ମଧୁସ୍ମିତା ଭଉଣୀ। धन्यवाद. प्रेज द लॉर्ड.